15 ଡିସେମ୍ବର ମାର୍ଗଶିର ପୂର୍ଣ୍ଣିମା। ଆଉ ଏହି ଦିନ ଆପଣ ଚୁପଚାପ ଗାଈକୁ ଖୁଆଇ ଦିଅନ୍ତୁ ଏହି ଛୋଟିଆ ଜିନିଷ। ଗୋଟିଏ ମାସ ଭିତରେ କରୋଡ଼ପତି ବନିଯିବେ। ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ ଏମିତି ଗୋଟିଏ ଦୁର୍ଲଭ ଉପାୟ ଜଣାଇବୁ ଯାହାକି ଆପଣ 15 ଡିସେମ୍ବର ମାର୍ଗଶିର ମାସରେ ପୂର୍ଣ୍ଣିମା ଦିନ ଯଦି ଏହି ଉପାୟକୁ କରିଦେଉଛନ୍ତି ତ ଆପଣ ଶ୍ରୀହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ଅସୀମ କୃପା ପାଇବେ ଏବଂ ଆପଣ ଧନବାନ ବନିଯିବେ। ମାର୍ଗଶିର ପୂର୍ଣ୍ଣିମା ଦିନ ଯଦି ବି ଆପଣ ଲୁଚେଇକି ଗାଈକୁ ଏହି ଜିନିଷ ଖୁଆଇ ଦେଉଛନ୍ତି ତେବେ ଏହି ଛୋଟିଆ ଜିନିଷଟି ଆପଣଙ୍କୁ ରୋଡ଼ପତିରୁ କରୋଡ଼ପତି ବନାଇଦେବ। ସବୁ ସଙ୍କଟ ଏବଂ ଆପଣଙ୍କର ମୃତ୍ୟୁଦଣ୍ଡ ପିତୃଦୋଷରୁ ମୁକ୍ତି ମିଳିଯିବ। ପୁରା ବର୍ଷଟି ଆପଣଙ୍କର ଧନ ଧାନ୍ୟର ଭଣ୍ଡାର ପୂରି ରହିବ। ଆପଣଙ୍କର ବ୍ୟାଙ୍କ ବାଲାନ୍ସ ଭରିବାକୁ ଲାଗିବ। ସବୁ ଦୁଃଖ ଦରଦ ସଙ୍କଟ ଦୂର ହୋଇଯିବ। ଏ ଦୁନିଆର ସବୁ ଖୁସି ଆପଣଙ୍କ ପାଦ ତଳେ ଓଜାଡ଼ି ହୋଇଯିବ। ଯଦି ଆପଣ ଏହି ଛୋଟିଆ ଆଉ ଅତି ଖାସ୍ ଜିନିଷ ଲୁଚେଇକି ଗାଈକୁ ଖୁଆଇ ଦେବେ ତ ତତ୍କାଳୀନ ଗରିବୀ ଆପଣଙ୍କ ଜୀବନରୁ ପୁରାରୁ ପୁରା ଶେଷ ହୋଇଯିବ। ଯେଉଁ ବ୍ୟକ୍ତି ଗୋମାତାଙ୍କ ଦ୍ୱାରା ଏହି କିଛି ବି ଉପାୟ କରିଥାନ୍ତି ଧନ ଧାନ୍ୟର ଭଣ୍ଡାର ସେହି ବ୍ୟକ୍ତିଙ୍କ ଘରେ ଭରି ହୋଇଥାଏ। 15 ଡିସେମ୍ବର ମାର୍ଗଶିର ପୂର୍ଣ୍ଣିମା ଦିନ ଗାଈର ଏହି ଉପାୟ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଗରିବୀ ତତ୍କାଳୀନ ଖତମ ହୋଇଯାଏ। ଏହା ସହ ଆମେ ଆପଣଙ୍କୁ ଜଣାଇବୁ କ'ଣ କ'ଣ ଜିନିଷ ଗୋମାତାଙ୍କ ସହିତ ଜଡ଼ିତ ଏବଂ ମହତ୍ତ୍ୱପୂର୍ଣ୍ଣ ଉପାୟ ଅଛି ଯାହା ମାର୍ଗଶିର ପୂର୍ଣ୍ଣିମା 2024 ଦିନ କରିବା ଉଚିତ। ତ ଗାଈ ଦ୍ୱାରା ଉପାୟ ବତାଇବୁ ପୂର୍ବରୁ ଆମେ ଆପଣଙ୍କୁ ଜଣାଇବୁ ମାର୍ଗଶିର ପୂର୍ଣ୍ଣିମା କିଛିଟା ପୂଜା ବିଷୟରେ। ମାର୍ଗଶିର ପୂର୍ଣ୍ଣିମା କେବେ 14 ନା 15ରେ ପଡ଼ୁଅଛି? ତ ମାର୍ଗଶିର ପୂର୍ଣ୍ଣିମା 15 ଡିସେମ୍ବରକୁ ପଡ଼ୁଅଛି। ଦେଖନ୍ତୁ ମାର୍ଗଶିର ପୂର୍ଣ୍ଣିମା ଦିନ ଆପଣ ପବିତ୍ର ନଦୀରେ ସ୍ନାନ କରିବେ। ଆଉ ଯେଉଁ ଦିନକୁ ଏ ଦୁନିଆର ଯେତେ ସବୁ ପଣ୍ଡିତ ଆଷ୍ଟ୍ରୋଲୋଜି ଏବଂ ପ୍ରତ୍ୟେକ ହିନ୍ଦୁ ବ୍ୟକ୍ତିମାନେ ଜାତକ ପରେ ଚାହିଁ ରହିଥାନ୍ତି ଆଉ ସେହି ଦିନଟି ଏବେ ଆସିଅଛି। ହିନ୍ଦୁ ଧର୍ମରେ ବହୁତ ପୂର୍ଣ୍ଣିମା ଆସିଥାଏ କିନ୍ତୁ ମାର୍ଗଶିର ପୂର୍ଣ୍ଣିମା ବହୁତ ଧୁମଧାମରେ ମନାଯାଇଥାଏ। ଏହି ଦିନ ସବୁଠୁ ପ୍ରଥମେ ଶ୍ରୀହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ପୁରା ବିଧିବିଧାନ ସହ ପୂଜା କରାଯାଏ। ଗୋମାତାଙ୍କର ବି ପୂଜା କରାଯାଏ। ଶାସ୍ତ୍ରରେ ବେଦ ପୁରାଣରେ ମାନ୍ୟତା ରହିଅଛି ଯେ ମାର୍ଗଶିର ମାସର ପୂର୍ଣ୍ଣିମା ଭଗବାନ ବିଷ୍ଣୁ ଆଉ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି କରିବାର ସବୁଠୁ ଶୁଭ ଦିନ ହୋଇଥାଏ। ଏହି ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ବହୁତ ଅଧିକ ପ୍ରସନ୍ନ ମୁଦ୍ରାରେ ରହିଥାନ୍ତି ଏବଂ ତାଙ୍କର ଦୁଇ ହାତରେ ତାଙ୍କ ଭକ୍ତଙ୍କୁ କୃପାର ବର୍ଷା କରିଥାନ୍ତି। ମାନ୍ୟତା ଅନୁଯାୟୀ ମାର୍ଗଶିର ପୂର୍ଣ୍ଣିମା ଦିନ ଚନ୍ଦ୍ରମା ଆସିଥାଏ। ଅନ୍ୟ ଦିନ ଅପେକ୍ଷା ପୂର୍ଣ୍ଣିମା ଦିନ ଚନ୍ଦ୍ରମା ଅଧିକ ଉଜ୍ଜଳ ହୋଇଥାଏ। ମାର୍ଗଶିର ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା ଏବଂ ଏହା ସହ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଆଯାଏ। ମହିଳାମାନେ ମାର୍ଗଶିର ପୂର୍ଣ୍ଣିମାର ବଡ଼ ବ୍ରତ ରଖିଥାନ୍ତି। ଆପଣମାନଙ୍କୁ କହିବାକୁ ଚାହିଁବୁ ଯଦି କୌଣସି ବ୍ୟକ୍ତିଙ୍କର କୁଣ୍ଡଳୀରେ ଚନ୍ଦ୍ରଦୋଷ ସ୍ଥିତି ଭଲ ରହିଥାଏ ତ ସେହି ବ୍ୟକ୍ତିଙ୍କର ଭାଗ୍ୟ ସବୁବେଳେ ତାର ସାଥି ଦେଇଥାଏ। ସେହି ବ୍ୟକ୍ତି ଯେଉଁ କାର୍ଯ୍ୟରେ ହାତ ଦେଇଥାନ୍ତି ସେହି ସବୁ କାର୍ଯ୍ୟରେ ତାଙ୍କୁ ସଫଳତା ହିଁ ମିଳିଥାଏ। ଏଥିପାଇଁ ମାର୍ଗଶିର ପୂର୍ଣ୍ଣିମା ଦିନ ହିନ୍ଦୁ ଧର୍ମରେ ବହୁତ ଅଧିକ ବିଶେଷ ଖାସ୍ ମହତ୍ତ୍ୱ ରହିଥାଏ। 15 ଡିସେମ୍ବର 2024 ମାର୍ଗଶିର ପୂର୍ଣ୍ଣିମା ଦିନ 52 ଶୁଭ ସଂଯୋଗ ବନୁଅଛି। ସବୁ ବର୍ଷ ଅପେକ୍ଷା ଏହି ବର୍ଷ ମାର୍ଗଶିର ପୂର୍ଣ୍ଣିମା ଦିନ ଚନ୍ଦ୍ର ଅଧିକ ତେଜିଆନ ମାନର ଦୃଶ୍ୟ ଦେବେ। ଏମିତି ଦୃଶ୍ୟ କେବେ ବି ଦେଖିନଥିବେ। 3 ବର୍ଷରେ ପରେ ଏହିଭଳି ଦୁର୍ଲଭ ଶୁଭ ସଂଯୋଗ ବନିବାକୁ ଯାଉଅଛି। ଲକ୍ଷ୍ମୀ ଯୋଗ, ଗ୍ରହ ଯୋଗ, ନକ୍ଷତ୍ର ଯୋଗ, ଅମୃତ ସିଦ୍ଧି ଯୋଗ ଏହିଭଳି ଶୁଭ ଯୋଗ ନିର୍ମାଣ ହେବାକୁ ଯାଉଛି। ମାର୍ଗଶିର ପୂର୍ଣ୍ଣିମା ସମୟରେ ପୁରା ଦିନ ବ୍ରତ କରିବା ଦରକାର। ଏହି ଦିନ ଜ୍ୟୋତିଷ ଶାସ୍ତ୍ର ତନ୍ତ୍ରଶାସ୍ତ୍ର ଅନୁସାରେ ଗାଈପାଲା ଉପାୟକୁ ପୁରା ଧ୍ୟାନର ସହ କରିଦେବେ ତ ଏହି ଉପାୟକୁ କରିବା ପରେ ସାକ୍ଷାତ ଆପଣଙ୍କୁ ଶ୍ରୀହରି ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ଅସୀମ ଆଶୀର୍ବାଦ ଆପଣଙ୍କ ନବଗ୍ରହ ଆପଣଙ୍କର ସାଥ ଦେବା ଷ୍ଟାର୍ଟ କରିଦେବ। ଆପଣଙ୍କର ରାହୁ କେତୁ ବି ଦଶା ଭଲ ହେବାକୁ ଲାଗିବ। କାହିଁକି ନା ଗୋଟିଏ ବ୍ୟକ୍ତିଙ୍କର ଜୀବନରେ ଭାଗ୍ୟରେ ରାହୁ କେତୁର ନିୟନ୍ତ୍ରଣ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ହାତରେ ସବୁକିଛି ନିର୍ଭରଶୀଳ। ଏହି ଉପାୟକୁ କରିବା ପରେ ଆପଣଙ୍କ ଜୀବନରେ ଧନ ଆସିବା ଷ୍ଟାର୍ଟ ହୋଇଯିବ। ଆପଣଙ୍କ ଜୀବନରେ ଯେଉଁ ଧନ ଆସିବ ସେହି ଧନର ବୃଦ୍ଧି ହେବ। ଧନ ଆହୁରି ବର୍ଷା ହେବ।
ଆପଣଙ୍କୁ ଆପଣଙ୍କ ଜୀବନରୁ ସମସ୍ତ କଷ୍ଟରୁ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଯିବ। ଯଦି ମାତା ଲକ୍ଷ୍ମୀ ଗୋଟିଏ ବ୍ୟକ୍ତିକୁ ଆଶୀର୍ବାଦ ଦେଇଥାନ୍ତି, ସେହି ବ୍ୟକ୍ତି କରୋଡ଼ପତି ବନିବାକୁ ଦୁନିଆର କୌଣସି ବି ଶକ୍ତି ଆଉ ରୋକିପାରିବ ନାହିଁ। ଆପଣମାନେ ଏବେ ଭାବୁଥିବେ ଯେ ଗାଈକୁ ଏମିତି କ'ଣ ଖାଇବାକୁ ଦେବା ଦ୍ୱାରା, ଏମିତି କେଉଁ ଉପାୟ କରିବା ଦ୍ୱାରା ଆପଣଙ୍କୁ ଭଗବାନ ଶ୍ରୀହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିପାରିବ। ତ ଆପଣମାନଙ୍କୁ ଏହି ଉପାୟ ମାର୍ଗଶିର ପୂର୍ଣ୍ଣିମା ଦିନ 15 ଡିସେମ୍ବର ଦିନ କରିବା ଦରକାର। ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବେ ଏବଂ ସୂର୍ଯ୍ୟଦେବଙ୍କୁ ବିଧିବିଧାନ ସହ ପୂଜା କରିବେ ଏବଂ ଏହି ଦିନ ଯେଉଁ ଭୋଗକୁ ପ୍ରସାଦ ଆପଣମାନେ ଆପଣଙ୍କ ଘରେ ବନାଇବେ, ସେହି ଭୋଗକୁ କୌଣସି ପବିତ୍ର ନଦୀର ଘାଟରେ ଚଢ଼ାଇ ଦେବେ। ଏହା ସହ ଗୋଟିଏ ଘିଅର ଦୀପ ଓସ୍ତ ଗଛ ମୂଳରେ ଜଳାଇ ଦେବେ। କାହିଁକି ନା ଓସ୍ତ ଗଛରେ ସାକ୍ଷାତ ଭଗବାନ ଶ୍ରୀହରି ବିଷ୍ଣୁ ତଥା ମାତା ଲକ୍ଷ୍ମୀ ବାସ କରିଥାନ୍ତି। ଆଉ ଏହା ବହୁତ ସରଳ ଉପାୟଟିଏ ଅଟେ। ଆଉ ଏହି ଉପାୟଟି ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ, ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ, କମେଣ୍ଟ ବକ୍ସରେ ଜୟ ଶ୍ରୀ ବିଷ୍ଣୁ, ଜୟ ମାତା ଲକ୍ଷ୍ମୀ ଏବଂ ଜୟ ଗୋମାତା ଅବଶ୍ୟ ଲେଖନ୍ତୁ। ଏବଂ ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବେଇ ଦିଅନ୍ତୁ, ଯାହାଫଳରେ ଆମର ଏହିଭଳି ପ୍ରତ୍ୟେକ ନୂଆ ନୂଆ ଭିଡ଼ିଓ ସର୍ବପ୍ରଥମେ ଆପଣଙ୍କ ପାଖରେ ଯାଇ ପହଞ୍ଚିବ। ଆପଣ ଏହି ସବୁ ଭିଡ଼ିଓ ଦେଖିବାର ସୁଯୋଗ ପାଇବେ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀ ହରି ବିଷ୍ଣୁ, ଜୟ ଗୋମାତା ଲେଖିବାକୁ ଜମା ବି ଭୁଲିବେନି, ଯାହାଫଳରେ ଆପଣଙ୍କ ଜୀବନରେ ଶ୍ରୀହରି ବିଷ୍ଣୁ, ମାତା ଲକ୍ଷ୍ମୀ ଏବଂ ଗୋମାତାଙ୍କର ଆଶୀର୍ବାଦ ବର୍ଷା ହେବ। ଏହି ଦିନ ଆପଣ କୌଣସି ପବିତ୍ର ନଦୀକୁ ଯାଇ ସ୍ନାନ କରନ୍ତୁ। ଯଦି ନଦୀ ପାଖକୁ ଯିବା ସମ୍ଭବ ନୁହେଁ, କେବଳ ଆପଣଙ୍କ ଘରେ ଗାଧୋଇବା ଜଳରେ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ। ଏହାପରେ ଆପଣ ଆପଣଙ୍କର ପୂଜା ଘରକୁ ବା ପୂଜା ସ୍ଥାନକୁ ଭଲସେ ସଫାସୁତୁରା କରିବେ ଏବଂ ସେହି ସ୍ଥାନରେ ପୂଜା ପାଠ କରିବେ। ଏହାପରେ ଆପଣ କୌଣସି ପବିତ୍ର ନଦୀର ଘାଟକୁ ଯାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ଏବଂ ଗୋଟିଏ ଘିଅର ଦୀପ ନିହାତି ଜଳାନ୍ତୁ। ଆପଣ ଯେଉଁ ଦୀପ ଜଳାଇବେ, ସେହି ଦୀପ ପାଖରେ ଭଗବାନ ବିଷ୍ଣୁ ଏବଂ କୃଷ୍ଣଙ୍କର ମୂର୍ତ୍ତି ରଖିକି ପୂଜା ପାଠ କରିବେ। ଏହାପରେ ଆପଣ ଯେଉଁଠି ଭୋଗ ପୂଜା ପାଇଁ ଲଗେଇବେ, ସେହି ଭୋଗକୁ ଶ୍ରୀହରି ବିଷ୍ଣୁଙ୍କୁ ସମର୍ପିତ କରିଦେବେ। ଏଥିପାଇଁ ଆପଣ ପୂର୍ଣ୍ଣିମା 15 ଡିସେମ୍ବର ଦିନ ପୂଜା ପାଠ କରନ୍ତୁ। ଏହାପରେ ଏହି ଦିନ ଆପଣଙ୍କ ହାତରେ କିଛି ଅରୁଆ ଚାଉଳ ଧରି ଅଁଳା ଗଛ ପାଖରେ 7 ଥର ପରିକ୍ରମା କରିବେ। ସର୍ବପ୍ରଥମେ 7 ଥର ପରିକ୍ରମା କରିସାରିବା ପରେ 2ଟି ହାତରେ ଧରିଥିବା ଚାଉଳକୁ ଅଁଳା ଗଛ ତଳେ ପକେଇ ଦେବେ ଏବଂ ଆପଣଙ୍କର ଇଚ୍ଛା କହିକି ପୂଜା ପାଠ କରିବେ। ଏହାପରେ ଦୀପଦାନ କରିବେ। ଏମିତି କରିବା ଦ୍ୱାରା ସବୁ ମନୋକାମନା ଆପଣଙ୍କର ପୂରଣ ହୋଇଯିବ। ଏହି ମାର୍ଗଶିର ପବିତ୍ର ପୂର୍ଣ୍ଣିମା ଦିନ ଆପଣ ଆପଣଙ୍କର ପୂର୍ବଜଙ୍କର ପିଣ୍ଡଦାନ କରନ୍ତୁ। ତ ପୂର୍ଣ୍ଣିମା ଦିନ ଯଦି ଆପଣ ପିଣ୍ଡଦାନ କରିଥାନ୍ତି, ଆପଣଙ୍କ ପୂର୍ବଜଙ୍କର ଆତ୍ମାକୁ ଶାନ୍ତି ଏବଂ ମୁକ୍ତି ମିଳିଥାଏ। ଏହି ଦିନ ଯଦି ଆପଣ ଭଗବାନ ହନୁମାନ ଏବଂ ଭଗବାନ ଶନିଦେବଙ୍କର ପୂଜା କରିଥାନ୍ତି, ତ କୌଣସି ବି ଦୋଷ ଆପଣଙ୍କର ଦୂର ହୋଇଥାଏ। ମଙ୍ଗଳ ଦୋଷ ତୁରନ୍ତ ଦୂର ହୋଇଯିବ। ବ୍ୟକ୍ତିଙ୍କ ଜୀବନରେ ଧନ, ସୁଖ, ସମ୍ପଦ ପ୍ରାପ୍ତି ହୋଇଥାଏ। ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଯାଏ। ମାର୍ଗଶିର ପୂର୍ଣ୍ଣିମା ଦିନ ଆପଣ ଗୋମାତାଙ୍କର ପୂଜା ଅବଶ୍ୟ କରନ୍ତୁ ଏବଂ ଗୋମାତାଙ୍କୁ ଭୋଗରେ 2ଟି ପୁରୀ ନିଶ୍ଚିନ୍ତ ଖାଇବାକୁ ଦିଅନ୍ତୁ। ଧ୍ୟାନ ଦେବେ ସେହି ପୁରୀ ଉପରେ ମିଠା କିମ୍ବା ତରକାରୀ କିମ୍ବା ହାଲୁଆ ଯାହା ବି ଦେଇପାରିବେ, କିନ୍ତୁ ଧ୍ୟାନ ଦେବେ ପୁରୀ କେବେ ବି ଗୋମାତାଙ୍କୁ ଖାଲି ଦେବେ ନାହିଁ। ସନାତନ ଧର୍ମ ଅନୁସାରେ ଯେଉଁ ଘରେ ଗାଈ ଥାଆନ୍ତି, ସେହି ଘରେ ବାସ୍ତୁ ଦୋଷ ଖତମ ହୋଇଥାଏ। ଆପଣମାନେ ଚେଷ୍ଟା କରନ୍ତୁ ମାର୍ଗଶିର ମାସରେ କେବଳ ଗୋଟିଏ ଥର ଆପଣଙ୍କର ସପରିବାର ଗୋଶାଳାକୁ ଯାଇ ଗାଈକୁ ଚାରା କିମ୍ବା ଖାଦ୍ୟ ନିହାତି ଖୁଆନ୍ତୁ, ଯାହାଦ୍ୱାରା ଆପଣଙ୍କର ସବୁ ବାସ୍ତୁ ଦୋଷ ଶାନ୍ତ ହୋଇଯିବେ। ମାର୍ଗଶିର ପୂର୍ଣ୍ଣିମା ଦିନ ଗୋମାତାଙ୍କୁ ଗୁଡ଼ ନିହାତି ଖୁଆନ୍ତୁ। ଶାସ୍ତ୍ରରେ ମାନ୍ୟତା ଅଛି, ଯେଉଁ ବ୍ୟକ୍ତି ଗାଈକୁ ସେବା କରିଥାନ୍ତି, ଗାଈକୁ ଭୋଜନ ଦେଇଥାନ୍ତି, ଗାଈକୁ ପୂଜା ପାଠ କରିଥାନ୍ତି, ତ ସେହି ବ୍ୟକ୍ତିଙ୍କ ଜୀବନରେ ସବୁ ଇଚ୍ଛା, ସବୁ ମନୋକାମନା ପୂରା ହୋଇଥାଏ। ଆଜିର ଭିଡ଼ିଓରେ କୁହାଯାଇଥିବା ପ୍ରତ୍ୟେକ ଉପାୟ ଗୁଡ଼ିକୁ ନିଜ ଜୀବନରେ ଥରେ କରନ୍ତୁ ଆଉ ଏହାର ଫାଇଦା ଆପଣ ନିଜେ ଉଠାନ୍ତୁ। ଏହି ପୂର୍ଣ୍ଣିମାକୁ ଆପଣମାନେ ଆଦୌ ହାତଛଡ଼ା କରନ୍ତୁ ନାହିଁ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଭିଡ଼ିଓଟି ଗୋଟେ ଲାଇକ୍ କରିଦିଅନ୍ତୁ।
ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଏପର୍ଯ୍ୟନ୍ତ ଆପଣମାନେ ନୂଆ ଅଛନ୍ତି ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ।